हेलो फ्रेंड्स। आज ମୁଁ ବହୁତ ଖୁସି। ଆଜି ଆମ ବାଡୁ ଏତେ କାକୁଡି ବାହାରିଲା ଯେ ମୁଁ ଏତେ ଖୁସି ଖୁସି ହେଇ କାଟି ପକେଇଛି। ଚାଲନ୍ତୁ ଦେଖିବା କେତେ କାକୁଡି ବାଡିରୁ ବାହାରିଲା। ଆଜି କି ଖୁସି। ଓ ଓ ଆଜି ଏତେ ମନ ଖୁସି, ମୁଁ ଏତେ କାନ୍ଦିଲେଣି, ଏତେ ଖୁସି ଯେ ଆପଣ ବିଶ୍ୱାସ ବି କେହି କରିପାରିବେ। ଦେଖନ୍ତୁ କେରକ ସାଇଜ କାକୁଡି। ଜଗନ୍ନାଥ, ମୁଁ କିଛି ଗଛ ଲଗେଇଥିଲି, ମାନେ କୁନ୍ଦୁଡ଼ି ଲଗା ହେଇଛି, ଜହ୍ନି, କାକୁଡ଼ି, ଭେଣ୍ଡି, ସେପଟେ ପୋଇ ବି ଲଗେଇଛି। ମାନେ ଯେତେବେଳେ ଗଛଟା ଲଗେଇ ସାରିଲା ପରେ ତାର ଯେଉଁ ପରିଶ୍ରମର ଫଳଟା ମିଳେ, ଯେକୌଣସି ଗଛ ହଉ ତାର ଯେଉଁ ଫଳଟା ଧରେ, ଆକ୍ଚୁଆଲି ଫଳଟା ଯେତେବେଳେ ଧରେ ବହୁତ ଖୁସି ଲାଗେ। ଏତେ ପରିଶ୍ରମ କଲା ପରେ ଯେଉଁ ଫଳଟା ମିଳେ, ଅବଶ୍ୟ ଚାଷୀ ଭାଇ ହଉ ଆମେ ହଉ ଯେଉଁମାନେ ଘରେ ଲଗାଉଛନ୍ତି, ବହୁତ ଖୁସି ଲାଗେ ବାଡ଼ି ପରିବା ଖାଇତେ। ଅବଶ୍ୟ ଆଜି କାକୁଡ଼ି ପ୍ରଥମ ଥର ପାଇଁ ମୁଁ ଏତିକି ତୋଳିଛି। ମୁଁ ଲଗେଇଥିଲି ଗଛ, ତାକୁ ଯତ୍ନ ନେଲା ପରେ ଯାହା କିଛି ଫଳ ମାନେ ଧରିଛି, ମୋତେ ବହୁତ ଖୁସି ଲାଗୁଛି। ଗୋଟେ ପରିବା ଗଛ କିଛି ଲଗା ହେଇଛି, ସିଏ ବି ଲଗା ହେଇଛି। କିନ୍ତୁ ବାଡ଼ିରେ ଗଛ ଲଗେଇବାର ମୁଁ ଦେଖିଲି ଯେ ବହୁତ ଖୁସି, କାହିଁକିନା ସେ ଆମେ ଗଛ ଜଣେ ଲଗେଇକି ଯେଉଁ ପରିବାଟା ବାହାରିବ, ଯେଉଁ ବାଡ଼ିରୁ ତୋଳି ଖାଇବାଟା, ତା ମଜାଟା ଅଲଗା। ଅବଶ୍ୟ ମୁଁ ଜାଣିଲି ଆଜି। ମୁଁ ଆଗରୁ ବି ଲଗେଇଛି, କିନ୍ତୁ ପରିବା ଭିଡ଼ିଓଟି କରିବା କାରଣ ମୁଁ ଆଜି ଜାଣିଲି ଯେ ବାଡ଼ିରୁ ପରିବା କିଣିକି ଖାଇବା ଏବଂ ବାଡ଼ିରୁ ଲଗେଇକି ପରିବା ତୋଳିକି ଖାଇବା, ତା'ର ମଜାଟା ମୁଁ ଆଜି ଜାଣିଲି। ସକାଳେ ମୁଁ ଆସିଲା ବେଳୁ ଦେଖନ୍ତୁ କାକୁଡ଼ି ସବୁ ଫଳିଛି। କାକୁଡ଼ି ଏତିକି ତୋଳିଛି, ଆହୁରି କଷି ବି ହେଇଛି, କାଲି ବି ବାହାରିବ। ଭେଣ୍ଡି ବି ବାହାରିଲାଣି, ଭେଣ୍ଡି ବି ଖାଇଦେଲେ। ସମସ୍ତେ କିଛି କିଛି ବାଡ଼ିର ପରିବା, ଏବେ ପରିବା ବହୁତ ରେଟ୍। ପରିବା ରେଟ୍ ହେବା ବେଳକୁ ଆମେ ଯଦି କିଛି ଗଛ ବାଡ଼ିରେ ନ ଲଗେଇବା, ତାହେଲେ କେତେ କିଣିକି ଖାଇବ। ବାଡ଼ିରୁ ଫ୍ରେଶ୍ ପରିବା ଖାଇବାଟା ମଜା ଅବଶ୍ୟ ଅଲଗା। କଷି ହେଇଛି, ଆହୁରି ସବୁ କଷି ହେଇଛି, ମୁଁ ତୋଳି ନାହିଁ। କାଲି ଏଟା ତୋଳାଯିବ। କିନ୍ତୁ ଆଜି ଯେଉଁ ବାହାରିଲା, ମୋ ମନ ଏତେ ଖୁସି ଲାଗିଲା, ମୋତେ ଭିଡ଼ିଓ କରିକି ସେଥିପାଇଁ ସମସ୍ତଙ୍କୁ ଜଣାଇବାର ମୋର ଗୋଟେ ଇଚ୍ଛା ହେଲା। ମୁଁ କେବେ ଜଣାଏନି, କିନ୍ତୁ ଏବେ ଟିକେ ଇଚ୍ଛା ହେଲା। ଯେହେତୁ ମୋ ସାଙ୍ଗମାନେ ବି ଦେଖନ୍ତୁ, ସିଏ ବି କିଛି ଗଛରେ ବାଡ଼ି ପରିବା ଲଗେଇବେ ଏବଂ ତୋଳିକି ଖାଇବେ। କଷି ଭିତରକୁ ଢେର ହେଇଛି, ମୁଁ ତୋଳି ନାହିଁ ଆଜି। ଭେଣ୍ଡି ବି ହେଇଛି, ଆଜି ଭେଣ୍ଡି ଦେଖିବା ତୋଳିବା କିଛି। ବାସ ପଳେଇବୁ ନା, କାକୁଡ଼ି ଦିଟା ନିଆ। ଓହୋ, ଢେର ହେଇଛି। ଆରେ ଭିତରକୁ କଷି ହେଇଛି। ହେଇ ଆଉ ଗୋଟେ କଷି ହେଇଛି, ତୋଳିବାନି। ବହୁତ ଭଲ ଲାଗୁଛି, ଖୁସି ଲାଗୁଛି।
ଭେଣ୍ଡି ବି